ଅଦରକାରୀ ଲୋକଙ୍କୁ ଆମେରିକା ମନା, ଗରିବ ଦେଶ ଉପରେ ଟ୍ରମ୍ପ ଖପା। ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ଭୋଗିବାକୁ ପଡ଼ିପାରେ ବଡ଼ ପରିଣାମ। ଗତକାଲି ହ୍ୱାଇଟ୍ ହାଉସ୍ ନିକଟରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଟ୍ରମ୍ପ ପ୍ରଶାସନ କଠୋର ହୋଇଛି। ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ଟ୍ରମ୍ପ। ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା। ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମାଇଗ୍ରେସନକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ବିଚାର କରୁଛନ୍ତି ଟ୍ରମ୍ପ। ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ କରିଥିବା ଅଭିଯୁକ୍ତ ଆଫଗାନିସ୍ତାନରୁ 2021ରେ ଶରଣାର୍ଥୀ ଭାବରେ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଥାର୍ଡ ୱାର୍ଲଡ କଣ୍ଟ୍ରିର ନାଗରିକଙ୍କୁ ଆମେରିକାକୁ ସ୍ଥାୟୀ ଭାବେ ପ୍ରବେଶ ନିଷେଧ ପାଇଁ ବିଚାର କରୁଛନ୍ତି ଟ୍ରମ୍ପ। ଥାର୍ଡ ୱାର୍ଲଡ କଣ୍ଟ୍ରି ଭିତରେ ଆଫ୍ରିକା, ଏସିଆ, ଲାଟିନ୍ ଆମେରିକା ଏବଂ ଓସେନିଆର କିଛି ଅଂଶ ରହୁଛି। ସେହିପରି ଆମେରିକାରେ ରହୁଥିବା ଆମେରିକାର ଅଣନାଗରିକମାନଙ୍କୁ ସମସ୍ତ ପ୍ରକାର ଫେଡେରାଲ ଫାଇଦା ଏବଂ ରିହାତି ବନ୍ଦ କରାଯିବ ବୋଲି ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲରେ ଘୋଷଣା କରିଛନ୍ତି। ଆମେରିକାକୁ ଯେଉଁମାନେ ଭଲ ପାଇପାରିବେନି ସେମାନଙ୍କୁ କୌଣସି ସରକାରୀ ସୁବିଧା ପ୍ରଦାନ କରାଯିବ ନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।